এইটা হয়ে গলানি আর এতে পকাইবা আমি গোলমরিচ সরি গরম মশলা ଏବେ কমপ্লিট ଏବେ ମୋର ପିଆଜ ରସୁଣ ବାଲା ପୋଟଳ ରସା ପ୍ରସ୍ତୁତ ହେଇଗଲା ଚାଲନ୍ତୁ ତାକୁ ଗ୍ୟାସ୍ ବନ୍ଦ କରିଦେବା ରସା ପାଇଁ ମୁଁ ପୋଟଳ ସବୁ ଏମିତି କାଟି ଦେଇଛି ଏପଟୁ ଫାଳ କରି ଆଉ ଏପଟୁ ଫାଳ କରି ସବୁ ପୋଟଳକୁ କାଟିକି ମୁଁ ଧୋଇକି ନେଇଯାଇଛି ଚାଲନ୍ତୁ ପ୍ରସ୍ତୁତ କରିବା ପୋଟଳ ରସା ମୁଁ ଏବେ ତେଲ ଦେଇଦେଲି ଏଇଟା ମୁଁ ବିନା ପିଆଜ ରସୁଣ ବାଲା କରିନି ପିଆଜ ରସୁଣ ବାଲା ପୋଟଳ ରସା କରୁଛି ଆପଣମାନେ ବିନା ପିଆଜ ରସୁଣ ବାଲା ବହୁତ ଦେଖିଥିବେ ମୁଁ ମଧ୍ୟ କରିଛି ମୋ ରେସିପିରେ ଏଇଟା ପିଆଜ ରସୁଣ ବାଲା ପୋଟଳ ରସା କରିଛି ପୋଟଳକୁ ଆଜି ଛାଡ଼ିଦେବି ମୁଁ ଏଠି ଟିକେ ହଳଦୀ ପକାଇ ଦେଉଛି କାରଣ ମୁଁ ଉପରେ ଫୁଟୁଛି ଆଉ ତା ସହିତ ଏମିତି ପକାଇ ଦେଉଛି ଏଇଟା ବଢ଼ିଆ ସୁନ୍ଦର ଟ୍ରିକ୍ ଏଇଟା ଆପଣମାନେ ରୋଷେଇ କଲାବେଳେ ଯଦି ତେଲର ରୋଷେଇ କରୁଛନ୍ତି ତାହେଲେ ଆପଣ ନିଶ୍ଚୟ ତେଲ ଟିକେ ଟିକେ ସାମାନ୍ୟ ହଳଦୀ ପକାଇ ଦିଅନ୍ତୁ ସେ ସବୁ ଠିକ୍ ଭଲ ଭାବରେ ହେଇଯିବ ଆପଣଙ୍କ ଦେହ ଚିପିବନି ଆକୁ ଭଲ ଭାବରେ ଫ୍ରାଏ କରିଦେବା କରନ୍ତୁ ଏବେ ଆକୁ ଟିକେ ଏପଟ ସେପଟ କରିଦେବା ଗୋଟେ ସାଇଡ଼୍ଟା ହେଇଗଲାଣି ତ ଆଉ ଗୋଟେ ସାଇଡ଼୍କୁ ଓଲଟେଇ ଦେବା तो ଆଉ ଗୋଟେ ସାଇଡ୍ କରିଦେବା ଦେଖନ୍ତୁ ପୋଟଳ ଏବେ ସବୁ ଲାଲ ଲାଲ ହେଇକି ଭାଜି ହେଇଗଲାଣି ଏବେ ଆକୁ କାଢ଼ିଦେବା ମସଲାରେ ମୁଁ ଆଜି ବାଟିଛି ଅଦା ରସୁଣ ପିଆଜ ଆଉ କିଛି ପୋସ୍ତ ଆକୁ ଆମେ ମଧ୍ୟ ପକାଇଦେବା ଆଉ ଟମାଟୋ ଗୋଟେ ପକାଇଛି ଏବେ ମୁଁ ପକାଉଛି ଆ ଦେହରେ ହଳଦୀ କିଛି କିଛି କାଶ୍ମୀରୀ ଲାଲ ମିର୍ଚ୍ଚ କଲର୍ ପାଇଁ କିଛି ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ବାସ୍ ଏତିକି ମସଲାରେ ମୁଁ ଏବେ ପ୍ରସ୍ତୁତ କରିବି ପିଆଜ ରସୁଣ ବାଲା ପୋଟଳ କୁର୍ମା ବା ପୋଟଳ ରସା ବହୁତ ଜଲ୍ଦି ଏଇଟା ହେଇଯାଏ ମୁଁ ପକାଇବି ସ୍ୱାଦ ଅନୁସାରେ ଲୁଣ ଆକୁ ଭଲ ଭାବରେ କଷିଦେବା ଆଉ ଯେଉଁ ମସଲା ପାଣିଟା ରଖିଛି ଆକୁ ମଧ୍ୟ ଦେଇଦେବା ଦେଇକି ଆକୁ ଭଲ ଭାବରେ କଷିବା ପକାଇଦେବି ପୋଟଳ ସବୁ ପକାଇକି ଭଲ ଭାବରେ କଷିଦେବି ଆଉ ଥରେ ଆକୁ କିଛି ସମୟ ଛାଡ଼ିଦେବା ଦେଖିବା କଷି କଷି ହେଇଗଲାଣି ଏବେ ଆମେ ଏଥିରେ ଗରମ ପାଣି ଦେଇଦେବା ଏଇ ପ୍ଲେଟ୍ରେ ଧୋଇକି ମୁଁ ଟିକେ ଗରମ ପାଣି ଦେଇଦେଉଛି
देखन केते सुंदर कलर है आ बहुत इजी प्रोसेस रे हो गला। एबे हम को घोड़े दबा फुटिया पे चरण देखिबा एटा हे गलानी आ एते पकेबा हम गोलमरिच सॉरी गरम मसला एबे कंप्लीट। एबे मोर प्याज रसुण वाला पोटल रसा प्रस्तुत हो गला। चलन ताकू गैस बंद कर दवा। चलन संग माने एबे तो प्रस्तुत हो गला मोर पोटल रसा। आपन मन देखले मु तीनटा रेसिपी करी कि आपन को देखैली। जदि एटा पूरा आपन मन लंच रे करी कि खाई परिबे। जदि आपन मोर रेसिपी भल लागे निश्चय लाइक शेयर सब्सक्राइब करिया भूलिबेनी। रहउची जय जगन्नाथ। दली एबे प्रस्तुत हो गला मोर लंच थाली। देखंतु मु एबे पियाज रसुण वाला पोटल रसा करची आ सागमुग करची आ ता संगे गोटा कलरा भजा मध्य कली। आप माने केमती सो रेसिपी प्रस्तुत कले आप देखले आपको लंच रे बनै के आप निश्चय खाई परिबे। बहुत टेस्टी बहुत यमी भल लागबो। सब जिनस हेल्दी अछि। सजना शाग मध्य हम देह ପାଇଁ बहुत उपकारी कलरा मध्य उपकारी पोटल मध्य उपकारी। चलंतु जदि मो वीडियो भल निश्चय लाइक शेयर सब्सक्राइब करिया भूलिन। रहउची जय जगन्नाथ।